ଭାଇ ଆଲୋ କିଏ କାହାର ଭାଇ? ମୁଁ ଯଦି କାହାର ଭାଇ ହେଇଥାନ୍ତି ତାହେଲେ ଏମିତି ଖେଳରେ ମତେ ଘରୁ ବାହାର କରିଦେଇ ନଥାନ୍ତେ। ଉପାସ ପେଟରେ ଖାଇବା ପାଖରେ ବସିଥିଲୁ, ଆମ ହାତ ଧରି ଉଠେଇ ଦେଇ ନଥାନ୍ତେ। ସକାଳ ପୁରା ଆମେ ଯେ ଉପାସକୁ ଖାଇବା ପାଖରେ ବସିଥିଲୁ, ଖାଇବା ଥାଳି ଆମ ମୁହଁ ପାଖରୁ ଫିଙ୍ଗି ଦେଇ ନଥାନ୍ତେ। ମଣିଷ ବଦଳି ଯାଆନ୍ତି ବୋଲି ଶୁଣିଥିଲି, ହେଲେ ଏତେ ବଦଳି ଯାଆନ୍ତି ମୋ ଜୀବନଟା ଆଜି ପ୍ରଥମ ଥର ପାଇଁ ଦେଖୁଛି। ଭାଇ ଏମିତି କଣ ସବୁ କହିଯାଉଛି? ଆଜି ପର୍ଯ୍ୟନ୍ତ ବସିଲି, ମରିବା ପର୍ଯ୍ୟନ୍ତ ମୁଇଁ ପଚାରିଥିଲି କାହିଁକି ବସିଥିଲ? କାହିଁକି ବସିଥିଲ ବା? ମଝେ ବା ଇଞ୍ଜିନିୟର ଚାକିରି କଲା, ସେ କଣ ମୋ ଠାରୁ ଭଲ ପାଠ ପଢୁଥିଲା? ମୋର ତ ସବୁଥିରେ ଫାର୍ଷ୍ଟ କ୍ଲାସ୍। ମୋ ପାଠ ପ୍ରତିକି ସମସ୍ତେ କହୁଥିଲେ ମୁଁ କୁଆଡେ କଲେକ୍ଟର ହେଇଥାନ୍ତି। କିଏ ମନେ କରୁଥିଲା ତତେ? ମୁଁ କଲେକ୍ଟର ହେବି। ତ ଜନ୍ମ ଘଟିଲେ କଲେକ୍ଟର ତ ଦୂରର କଥା, ପିଅନ ଟାଇମ୍ ତ ହେଇପାରିବନି। ମୁଁ ତମକୁ କଥା ଦଉଛି ହରିଶ ଦାସ, ଏ ଚନ୍ଦ୍ର ଦିନେ କଲେକ୍ଟର ନିଶ୍ଚୟ ହବ। ତମ ଇଞ୍ଜିନିୟର ଭାଇଠାରୁ ବହୁତ ବଡ ଚାକିରି କରିବ। ଆଜି ତମେ ମତେ ତମ ଘରୁ ବାହାର କରିଦେଇଛ, ଦିନ ଆସିବ ଦିନେ ମୋ ଦୁଆର ଆଗରେ ତମେ ଗୋଡ ଭାଙ୍ଗି ଠିଆ ହବ। ମନେ ରହ, ସେଦିନ ଜୀବନରେ କେବେ ବି ଆସିବନି। ଆସିବ ହରିଶ ଦାସ, ସେ ଦିନ ନିଶ୍ଚୟ ଆସିବ। ରହିଲା ବାଜି ମୁଁ କହୁଛି ତୋ ସ୍ୱାମୀ ତତେ କହୁଛି ତୋ ପେଟ ମୁଁ କେବେ ବି ଉପାସ ରଖିବିନି। ମୁଁ ବସିବି ଆଜି ଏଇଠି ସମସ୍ତ ସାମନେ କଥା ଦେଇ ଯାଉଛି, ତୋ ସ୍ୱାମୀ ନିଶ୍ଚୟ ଦିନେ କଲେକ୍ଟର ହବ। ଆଲୋ ଯାହାର କେହି ନାହିଁ ତାର ପରା ଜଗା ଅଛି, ଯାହାର ଘର ନାହିଁ ତାର ପରା ଜଗାର ମନ୍ଦିର ଅଛି, ଯାହା ହାଣ୍ଡିରେ ଭାତ ନାହିଁ ତା ପାଇଁ ପରା ଖାଲି ଥାଳି ଅଛି। ଆଜି ଏଇ ଥାଳି ମତେ ଆଜି ରାତିରେ ଭାତ ଗଣ୍ଡିଏ ଦବ। ଘରେ ଜମା ହାତରେ ଗାମୁଛା ଚିରିନିଏ କଞ୍ଚି ଆଜି ରାତାଳି ଆଜି ସନ୍ଧ୍ୟା ଯାଇ ମନ୍ଦିର ବେଳାରେ ବସିବି, କୋଉ ବାବୁ ଭାଇକୁ ଚୁରାକି ଚାଉଳ ମାଗିବିନି। ଆଜି ପର୍ଯ୍ୟନ୍ତ ଚନ୍ଦ୍ର ହଜାର ହଜାର ଦର୍ଶନ କରିବା ପାଇଁ ହରିଶ୍ଚନ୍ଦ୍ର ଗୀତ ଗାଉଥିଲା, ଆଜି ମୋ ସ୍ତ୍ରୀ ପେଟକୁ ବାସୁଥିବା ପିଲାଟା ପାଇଁ ଏ ଚନ୍ଦ୍ର ଆଜି ଗୀତ ଗାଇବ। ଜଗନ୍ନାଥଙ୍କର ସେଇ ଗୀତ ଗାଇବ। ମୋ ପେଟ ପୋଡ଼ି ଯାଏ, ମୋ ବିକଳ